ଅଧିକରୁ ଅଧିକ ପ୍ରବଳ ବର୍ଷା 6 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ଘରୁ ବାହାରିବା ପୂର୍ବରୁ ହୁଅନ୍ତୁ ସାବଧାନ। ଯଦି ଆପଣ ଭିଡିଓକୁ ପ୍ରଥମ ଥର ଦେଖୁଛନ୍ତି ତାହେଲେ ଭିଡିଓକୁ ଗୋଟେ ଲାଇକ୍ ସହିତ ଚ୍ୟାନେଲକୁ ସବସ୍କ୍ରାଇବ ରଖନ୍ତୁ, ଯାହାଦ୍ୱାରା ଆପଣ ଏଭଳି ଲାଟେଷ୍ଟ ନ୍ୟୁଜ ଅପଡେଟ୍ ସର୍ଭେ ପ୍ରଥମେ ପାଇପାରିବେ। ତ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକେଇବା। ବଙ୍ଗୋପସାଗରରେ ସକ୍ରିୟ ହୋଇଥିବା ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷାରେ ପ୍ରକୋପ ବଢିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ଧରି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଅଛି ଏବଂ ସେପଟେ ଅତିରୁ ଅତି ପ୍ରବଳ ବର୍ଷାକୁ ନଜରରେ ରଖି କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଅଛି। ଏହି ସମସ୍ତ ଜିଲ୍ଲାରେ ସ୍ୱଳ୍ପ ସମୟ ମଧ୍ୟରେ ଅତ୍ୟଧିକ ବର୍ଷା ହେବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ପାଣିପାଗ ବିଭାଗ 9ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରିଛି। ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବୌଦ୍ଧରେ ପ୍ରବଳ ବର୍ଷା ସହ ପବନର ବେଗ ବଢିପାରେ। ଲୋକଙ୍କୁ ଅନାବଶ୍ୟକ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଅଛି। ଏହା ଛଡା ଆଉ 9ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ବଜ୍ରପାତ, ଘଡଘଡି ସହ ବର୍ଷାର ସମ୍ଭାବନା ଥିବାରୁ ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଅଛି। ସ୍ଥାନୀୟ ପ୍ରଶାସନ ମଧ୍ୟ ଜରୁରୀ ସେବାକୁ ପ୍ରସ୍ତୁତ ରଖିଛି। ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ସବୁଠାରୁ ଅଧିକ ରହିଛି। ବିଶେଷ କରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଜମିବା ଆରମ୍ଭ ହୋଇଛି। ଅନେକ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛନ୍ତି। ତେଣୁ ସେପଟେ ପାଣିପାଗ ବିଶେଷଜ୍ଞ ମତରେ ଲଘୁଚାପ ଆହୁରି ସକ୍ରିୟ ରହିବାକୁ ଆସନ୍ତା କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିପାରେ। ନଦୀ ଓ ଛୋଟ ନାଳରେ ଜଳସ୍ତର ବଢିବା ସହ କିଛି ସ୍ଥାନରେ ସ୍ଥାନୀୟ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ସତର୍କ କରାଯାଇଅଛି। ତେଣୁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ସମସ୍ତ ପ୍ରକାର ଜରୁରୀ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଅଛି। ଅଗ୍ନିଶମ, ଓଡ୍ରାଫ, NDRF ଓ ସ୍ଥାନୀୟ ପ୍ରଶାସନକୁ ସତର୍କ ରଖାଯାଇଅଛି। ବିପଦପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ହେଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର ପ୍ରସ୍ତୁତ ଚାଲିଛି। ଆଉ ସେପଟେ ରାଜଧାନୀ ଭୁବନେଶ୍ୱରରେ ସକାଳଠାରୁ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ଅଞ୍ଚଳରେ ପାଣି ଜମି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଲୋକମାନେ ଘରୁ ବାହାରିବା ବେଳେ ବିଶେଷ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ଭୁବନେଶ୍ୱରରେ ଜଳବନ୍ଦୀ ସ୍ଥିତିକୁ ମୁକାବିଲା ପାଇଁ BMCର ୱାଟର ରେସ୍କ୍ୟୁ ଓ ଜଳ ନିଷ୍କାସନ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି। ଅଭିଯୋଗ ମିଳିବା ମାତ୍ରେ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରାଯାଉଅଛି। ସହରରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରାସ୍ତାରୁ ପାଣି ହଟାଇ ସାଧାରଣ ଯାତାୟାତ ସ୍ୱାଭାବିକ କରିବାକୁ BMCର ଟିମ୍ ଲଗାତାର କାର୍ଯ୍ୟ କରୁଛି। ତ ଏହା ଥିଲା ସମ୍ପୂର୍ଣ୍ଣ ସୂଚନା। ଆପଣମାନେ ଭିଡିଓକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।